ସମସ୍ତ ଲୋକ 100 ଲୋକ 100 ଅଧିକା ଲୋକ କଣ କୋଉଟାଙ୍କୁ ଦାଦା ଏ କଥା କହୁଛନ୍ତି ଆରେ ସେ ସୁସ୍ଥ ହେଇନି ରୀତି କି ହେଇଛନ୍ତି ନିରାମିଷ ଖାଉନାହାନ୍ତି ସେ ଆଇଁଷ ଖାଉଛନ୍ତି ଏ କିଛି କହିଲେନି। ଆଉ ଥରେ ସେ ପଚାରିକି ସାଢେ ଆଉ ଅନ୍ୟ ଗୁରୁ ଭାଇଙ୍କ ସାଙ୍ଗେ କଥା କହୁ ଦି କଥାରେ ମଧ୍ୟ ଗୌଦା ହସୁଛନ୍ତି। ତୃତୀୟ ଥର ଗୋଟେ ଜୋର କହିଲେ ଆଉ ତତେ କହୁଛି ପୁରା ତୁ ନିରାମିଷ ଖାଉଛୁ ନା ଆଜ୍ଞା ତାର ତ ନିରାମିଷ ଖାଉଛୁ। ପଚାରିଲେ ମା କେତେ ଜଣ ପରିବାର ନା 2 ଜଣ ଗୋଟେ 2 ବର୍ଷର ଝିଅ ନା ଖାଇବା ତେଲ କେତେ ଯାଉଛି ଆମେ ନିରାମିଷ ଖାଉଛୁ। ଖାଇବା ତେଲ କେତେ ଯାଉଛି ନା 4-5 ଲିଟର ଯାଉଛି। ନିରାମିଷ ହେଇନାହିଁ ବର୍ଦା କହିଲେ ନିରାମିଷ ହେଇନାହିଁ। 2 ଜଣ ଲୋକ 4-5 ଲିଟର ତେଲ ଖାଉଛ ନିରାମିଷ ହେଇନାହିଁ। 1 ଲିଟରରୁ କମ ହବ 2 ଜଣ ଖାଇବା ତେଲ 1 ଲିଟରରୁ ବଳିବ ତାର ତ 900 ମିଲିଗ୍ରାମ ଖାଇବୁ 100 ବଳିବ ହେଇନାହିଁ ନିରାମିଷ। 4-5 ଲିଟର ଯେ ଖାଉଛି ସେ ନିରାମିଷ ଖାଉ ନାହିଁ ଆମିଷ ଖାଉଛି। ତାପରେ ଉଠିକି ଗଲେ ସଇଲା କଥା। ଗୌଦା ଯାଇ ତାଙ୍କ ସ୍ତ୍ରୀ କି କହିଲେ ଦାଦା କଣ କହିଲେ ନା ଦାଦା କହିଦେଲେ ନା ଆଉ ଆମେ ଚଳିବ ନାହିଁ 3 ଲିଟର ଖାଇବା। ତାଙ୍କ ସ୍ତ୍ରୀ କହୁଛନ୍ତି 3 ଲିଟର ଖାଇବା। 3 ଲିଟର ଖାଇଲେ ତାଙ୍କର ପେଟର ଅଲସର ହେଲା ଅପରେସନ ହେଲେ ପାରାଦୀପରେ ଚାକିରି କଲା ଭିତରେ ଗ୍ୟାଷ୍ଟ୍ରିକ ଅଲସର ହେଲା ଘା ହେଲା ଅପରେସନ ଥରେ ହେଲେ ସେ ମାନିଲେ ନାହିଁ ତାଙ୍କ ସ୍ତ୍ରୀ ମାନିଲେ ନାହିଁ। ସେ ବହୁ ସତ୍ସଙ୍ଗ ଏଇଟା କହନ୍ତି। ଆଉ ଯୋଉଦିନ ସେ ମରିଲେ ତାଙ୍କ ଶଯ୍ୟା ପାଖରେ ଗୁରୁ ଭାଇ ସବୁ ଥିଲେ ତାଙ୍କର ଚେତନା ଥିଲା ସେ ସେଇ କଥା କହିକୁ ମଲେ କହିଲେ ମୁଁ ଆଜି ଯୋଉ ପାଇଁ ମରୁଛି ମୋ ସ୍ତ୍ରୀ ପାଇଁ ମରୁଛି। ମାନେ ପରମ ପୂଜ୍ୟ ପା ଶ୍ରୀ ବର୍ଦା କହିଥିଲେ ତୋର ଏଇଟା ହବ ସେ କହିଥାନ୍ତେ ଆରେ ତୁ ବହୁ ତୁ ମରିଯିବୁ ଗୋଟେ ଅଲସର ଘା ହବ ତୋର କ୍ୟାନ୍ସର ହବ ତୁ ମରିଯିବୁ। ସେ ମତେ ସେଇଦିନ କହିଥିଲେ ତୁ ଲିଟର ତେଲ ଖାଇବୁ କମ ଖାଇବୁ। ମୋ ସ୍ତ୍ରୀ ମାନିଲା ନାହିଁ। ମୁଁ ଆଜି 2ୟ ଥର ଅପରେସନ ହବାକୁ ଗଲି ମଲି ସେ କ୍ୟାନ୍ସରରେ ମରିଗଲେ ତାଙ୍କର ଘା ହେଇଗଲା। ଆମେ ନେଲେ କଣ ଠାକୁରଙ୍କ ଦୀକ୍ଷା ନେଇଯିବା ଦେଖିଲ କ୍ୟାନ୍ସର ହେଇଗଲା। ଆରେ ସିଏ ବଞ୍ଚେଇବା ପାଇଁ ଆସିଛନ୍ତି ଆମେ ମରିବାର କାର୍ଯ୍ୟ କରୁଛେ। ଆଜି ଯୋଉ ଜୀବ ହତ୍ୟା ହଉଛି ଖାଲି 1 ମିନିଟରେ କହିଦଉଛି 2 ମିନିଟରେ ଯୋଉ ଜୀବ ହତ୍ୟାଟା ସେ ଯୋଉ ମାଂସ ଖାଇବା ଏଟା ଜୀବ ହତ୍ୟା ପାପ ଲାଗିବ। କାହାକୁ ଲାଗିଥିଲା ସେଦିନ ଭୀଷ୍ମ ପିତାମହ ଭୀଷ୍ମକୁ ଯେତେବେଳେ ସରସଜ୍ଜାରେ ଶୋଇଛନ୍ତି ଆଉ ପାଟି ଫିଟୁ ନାହିଁ କୃଷ୍ଣକୁ ଡାକୁଛନ୍ତି। କୃଷ୍ଣ ଠିଆ ହେଇଛନ୍ତି ଡାକୁଛନ୍ତି କୃଷ୍ଣ ଯାହାଙ୍କ ପାଦରେ ପ୍ରଣାମ କରନ୍ତି ଏତେ ବଡ ସାଧକ ପିତାମହ ଭୀଷ୍ମ। କୃଷ୍ଣ କାନ ଆଣି ଦଉଛନ୍ତି ଏ କାହ୍ନା ମୁଁ 100 ଜନ୍ମ ଦେଖିଛି 100 ଜନ୍ମରେ ଅନ୍ୟାୟ ଅନୀତି କୋଉ ଦିନ କରିନାହିଁ ଆଜି କାହିଁ ଏ ପ୍ରାରବ୍ଧ ମୁଁ କର୍ମଫଳ ଭୋଗୁଛି। ଶ୍ରୀକୃଷ୍ଣ କହୁଛନ୍ତି ପିତାମହ ଆପଣ 100 ଜନ୍ମ ଦେଖିଛନ୍ତି 101 ଦେଖି ନାହାନ୍ତି। ସେତେବେଳେ ଟିଭି ନଥିଲା। ଶ୍ରୀକୃଷ୍ଣ କହୁଛନ୍ତି ପିତାମହ ଦେଖ ମୁଁ 101 ଜନ୍ମ କହୁଛି। ହାତ ଦେଖାଉଛନ୍ତି ଏଟା ଆପଣ ଶୁଣିଥିବେ ମୁଁ ଶୁଣିଛି ବୋଲି କହୁଛି। ହାତ ଦେଖାଉଛନ୍ତି ଦେଖ ସିରିଏଲ ଏଠି ଚାଲିବ ଆପଣ ଦେଖେ କଣ କରୁଥିବେ ମୋ କଥାଟା ଶୁଣ। ଏଠି ଟିଭି ପର୍ଦ୍ଦା ଦେଖେଇଲେ ତମେ 101 ଜନ୍ମରେ ଜଣେ ଥିଲ ରାଜପୁତ୍ର ପାରିଦି କରିବାକୁ ଯାଉଥିଲ ଘୋଡ଼ା ପିଠିରେ ବସିକି ଯାଉଛ ଜଙ୍ଗଲ ରାସ୍ତାରେ ଗୋଟେ କାଳି ଦାଗ ଗୋଟେ କଣ ଖାଇ ଦେଇଛି ବେଶୀ ସେ ଯାଇପାରୁନି ରାସ୍ତାରେ ଶୋଇଛି। ତମ ଘୋଡ଼ାଟା ଯାଇ ସେଇଠି ରହିଗଲା ଡେଇଁକି ଗଲା ନାହିଁ ଅଟକେଇଦେଲ। ତମେ ନିଜେ ଓହ୍ଲେଇଲ ରାଜପୁତ୍ର କହିଲା ଆରେ ନାଗ ତୁ ଜାଣିନୁ କାହାର ପୁଅ ମୁଁ ଆସୁଛି କୋଉ ରାଜାର ପୁଅ ତୋର ଏତେ ସାହସ ଏତେ ସ୍ପର୍ଦ୍ଧା ତୁମର ଘୋଡ଼ାର ବାଟକୁ ଉଗାଳି ଦେଇଛୁ ତଥାପି ଉଠୁନୁ। ସେ ଖାଇ ଦେଇଛି ଆଜ୍ଞା ଉଠି ପାରୁନି ସାପ ବାଟ ଅଛି। ତମେ କଣ କଲ କୃଷ୍ଣ କହୁଛନ୍ତି ତମେ କଣ କଲ ଖଣ୍ଡାଟାକୁ ବାହାର କଲ। ସେ ଖଣ୍ଡାଟା ଧରିକି ରାଗିକି ଫୋପାଡ଼ି ଦେଲା ସେଟା କଣ୍ଟା ବାଇଶରେ ପଡିଲା। ସାପ ଗୋଟେ ଦିନରେ ମରେ ନାହିଁ। ମଉସା ମାନେ ବସିଛନ୍ତି ସାପ ବାଡ଼େଇ ଦିଏ ସେ 2 ଦିନ ଏମିତି କରିବ ସେ 2 ଦିନରେ ମରିବ ଜମା ମରେ ନାହିଁ। ସେ କଣ୍ଟା ବାଇଶରେ ଲାଗିଲା। ସେ ପ୍ରଭୁଙ୍କୁ ପ୍ରାର୍ଥନା କଲା ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖିବ ସନ୍ତୋଷ ଭଗବାନ ଭାଗବତ ପଢୁଛେ ହେ ପ୍ରଭୁ ଏ ତ ସହଜ ସାମାନ୍ୟ ମଣିଷ ନୁହଁ ଏ ରାଜା ରାଜପୁତ୍ର ମୋର କି ଦୋଷ ଥିଲା ମୁଁ କଣ ପଥ ଗାଇଥିଲି ମୁଁ ଅସୁବିଧାର ବଶତଃ ମୁଁ ଯାଇପାରୁନଥିଲି କିନ୍ତୁ ବାଟ ଥିଲା ସେ ଚାଲି ଯାଇଥାନ୍ତେ ମତେ କଣ କଲେ। ପ୍ରଭୁ କହିଲେ ତୁ ଅପେକ୍ଷା କର हे पितामह भीष्म आपण यही कर्म कर मन पकातु पितामह भीष्म जीवन जीवा से अनुभव कले हाँ
कृष्ण हाँ कान्हा मुझा करी तेणु जदि पितामह भीष्मकर 101 जन्म साप मारिक अवस्था है आम कि साधना कर ठाकुर अनुकूलचंद्र से कहले खाली तो ठाकुर कहना जीव प्रति दया विश्व सृष्टि सत्य जुगल आसी जीव प्रति दया कर आपण मान भितर जी स्वस्थ नहीं से परम सौभाग्य केतटा जीव बची जा आम केतटा जीव आज बची जा आज्ञा आज कौन आम कर छोटिया छुआ आम सका पूजा अर्चना कले पिठा कर सूर्य देवता कते पूजा है सब देवी कते पूजा है आज शह शह जीव आज आत्मप्राण डाकुचंती मो झुओ मो पुओ आज जीव हत्या कर चिंता ना आज अमनीष हो जाए ठाकुर अनुकूल चंद्र कहले अटा को काटी दे तू मनीष हो जीवननाथ जीवंत एठी से कहले कौन हम सी जीवंत ठीक अच्छा मो भीतर से चेतना ना सी जीवंत बस गोटे काठ भितर बही ना दासिया बाउरी कतरू कहीं नड़िया नहीं गले कहीं पंडित कतरू नहीं जीवे दासिया जानी काठटा भितर किए अच्छी से जानिला मोर प्रभुंकर सबू हाथी हाथ अच्छी पाद अच्छी आंगुली अच्छी आज मनीष जानिला।